ଦେଖନ୍ତୁ ବର୍ତ୍ତମାନ ମୁଁ ଗାଁକୁ ଯାଉଛି ଆଉ ବର୍ଷା ତ ଏବେ ଲାଗି ରହିଛି। ବର୍ଷା 4-5 ଦିନ ବର୍ଷା ହେବ। ଦେଖନ୍ତୁ ଆମ ଗାଁ ରୋଡ଼ ସାଇଡ଼ରେ ବିଲ କେତେ ସୁନ୍ଦର ଦେଖାଯାଉଛି ପାଣିରେ। ଦୁଇ ସାଇଡ଼ ପୁରା ବିଲରେ ପାଣି ଜଳମଗ୍ନ। ଆଉ ଏବେ ବି ବର୍ଷା ଟିକେ ଟିକେ ପକାଉଛି। ଧୀରେ ଧୀରେ ମୁଁ ଆଗକୁ ବଢ଼ୁଛି। ଏଇଟା ଆମର ନାଣ୍ଡିଘାଇ ପୋଲ ଯେଉଁଟା କହୁଛନ୍ତି। ତାପରେ ଆମର ଏଠି ପିଚୁ ରାସ୍ତା ସରୁଛି, କଂକ୍ରିଟ ରାସ୍ତା ଆରମ୍ଭ ହେଲା। ଇଏ ଆମର ଯେଉଁଟା ପାଟ ବିଲ, ଏଇଟା ଏଠି ସବୁ ବର୍ଷ ପାଣି ବହୁତ ହୋଇଯାଏ। ଏ ବର୍ଷ ଟିକେ ପାଣି ଲାଗୁଛି କମ୍ ହେବ ବୋଲି, କେଜାଣି ବର୍ଷା ଉପରେ ନିର୍ଭର କରୁଛି। ଆଉ ଏପଟେ ଦେଖନ୍ତୁ ବାଁ ସାଇଡ଼୍ରେ ବି ବିଲ ସବୁ ପାଣି ଜଳମଗ୍ନ। ଆଉ ଯେତେବେଳେ ଆମର ଏଠି ରୋଡ଼ ନଥିଲା ସେତେବେଳେ ଏଠି ମାଛ ଧରି ଆମେ ରାତିରେ ଆସୁ, ସାଇକେଲ ଆଣିକି ଗାଡ଼ି ଫାଡ଼ି ଆଣିକି ମାଛ ଆଣିକି ଆସୁ। ଏ ରୋଡ଼ ପୁରା ଭୟଙ୍କର ରୋଡ଼ ଥିଲା। ଆଉ ଏଠି ଯେଉଁ ବରଗଛଟା ଦେଖୁଛନ୍ତି, ଇଏ ଆମର ପାଟବଡ଼ି ବରଗଛ। ଏଇଟା ଆମ ଅଜା ଅମଳର ଲୋକ ଏଠି ବିଲବାଡ଼ି ବି ଚାଷ କରି ସେଠି ରଖି ସେଇପଟେ ଚାଲିକି ଯାଆନ୍ତି ବିଲକୁ। ଆଉ ଏଇଟା ଆମର ଚାଲିଲା ଆମର ରୋଡ଼। ଦେଖନ୍ତୁ ବର୍ତ୍ତମାନ ଦୁଇ ସାଇଡ଼୍ରେ ଟୋଟାଲି ଆମର ଘର ପର୍ଯ୍ୟନ୍ତ ବିଲ, ଦୁଇ ସାଇଡ଼୍ରେ ପାଣି ମଗ୍ନ ହୋଇଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଆଉ ଏଥରକ କ'ଣ ଜମିବାଡ଼ିରେ ବିଲ ଧାନ ଚାଷ କରିବା? ଏ ତ ପାଣି ହେଇଗଲାଣି, ଆଉ 2-3 ବର୍ଷା ଅଛି। ଏଇଟା ଏଠି ଆମର କୁକୁଡ଼ା ବତକ ଫାର୍ମ ଗୋଟେ ହେବ। ଏଠି ଅଧା ଖୁଣ୍ଟି ଉଠା ହେଇଛି। ବର୍ତ୍ତମାନ ଏପଟ ବିଲ ବି ସେଇ ପାଣି ମଗ୍ନ ହେଇଯାଇଛି। ଦେଖନ୍ତୁ ଦେଖିଲେ କେମିତି ସାଙ୍ଗମାନେ ବିଲ ସାରା କେମିତି ଜଳମଗ୍ନ। ଏଠୁ ଆମର ଆରମ୍ଭ ହେଇଯିବ ଆମର କ୍ରିକେଟ ପଡ଼ିଆ, ଆମର ଯିଏକି ଆମେ ସେଠି ଛୋଟବେଳୁ ଆମେ ଖେଳୁଛୁ। ଏଇଟା ଆମ କ୍ରିକେଟ ପଡ଼ିଆ ଏଇଠି। ଆଉ ଆମର ଏଟା ଶ୍ମଶାନ ଏପଟରେ ଗଲା। ଆଉ ବାଁ ପଟେ ଦେଖା ଶ୍ମଶାନ ଦେଖୁଛୁ। ବର୍ଷା ଯୋଗୁଁ ଟିକେ କ୍ୟାମେରା ଦେଖି ହେଉନି। ଦେଖନ୍ତୁ ଆମର ଏଇଟା ଶ୍ମଶାନ ରୋଡ଼, ଆମ ପୋଖରୀ ଏଠି, ଆମର ବରଗଛ। ଆଉ ଏପଟ ରହିଲା ଆମ ସ୍କୁଲ, ହାଇସ୍କୁଲ, ଯେହେତୁ ଆମେ 10ମ ଯାଏ ପାଠ ପଢ଼ିଥିଲି ହାଇସ୍କୁଲ। ଏଇଟା ଆମର କ୍ଲବ୍ ଘର, ଏଇଟା ଆମ କ୍ଲବ୍ ଘର। ଆଉ ଏବେ ଆସିଯିବ ଆମର ମାଇନର ସ୍କୁଲ, ତାପରେ ପ୍ରାଇମେରୀ ସ୍କୁଲ। ଦେଖନ୍ତୁ ଛୋଟ ମୋର ଗାଁଟି। ଆଉ ଦେଖନ୍ତୁ ଏଇଟା ଆମର ପ୍ରାଇମେରୀ ସ୍କୁଲ। ସାର୍ ଏଠି ଠିଆ ହେଇଛନ୍ତି।